ଆମମାନଙ୍କର ସୀମିତ ଜ୍ଞାନ ମଧ୍ୟରେ ଆମମାନେ କିଛି ଲୋକମାନଙ୍କୁ କହୁ ଇଏ ଆମର ଶତ୍ରୁ, ଆଉ କିଛି ଲୋକମାନଙ୍କୁ କହୁ ଏମାନେ ଆମର ମିତ୍ର। ଏଇଟା ଆମମାନଙ୍କର ସୀମିତ ଜ୍ଞାନ ମଧ୍ୟରେ ଆମେ ଏ ପ୍ରକାର ସ୍ଥିର କରିଥାଉ। କିଛି ଲୋକକୁ ଆମେ ଶତ୍ରୁ ବନେଇଥାଉ ଏବଂ କିଛି ଲୋକକୁ ଆମେ ମିତ୍ର ବନେଇଥାଉ। ଏଇଟା ଆମର ଚିନ୍ତାଧାରା। ଆମମାନଙ୍କର ଶତ୍ରୁ ପ୍ରକୃତରେ କିଏ? ମୋର ପ୍ରିୟମାନେ, ଗୋଟେ ବିଷୟ ମନେ ରଖ, ଯେତେବେଳେ ଆମେ ନୂତନ ଭାବରେ ପ୍ରଭୁ ଯୀଶୁକୁ ଗ୍ରହଣ କରୁ, ପ୍ରଭୁକୁ ଜାଣୁ, ସେହି ସମୟରେ ଗୋଟେ ପ୍ରଥମ ବିଷୟ କଣ ହୁଏ? ଆମର କିଛି ପଡୋଶୀ, କିଛି ଗାଁର ଲୋକମାନେ ଆମମାନଙ୍କ ଶତ୍ରୁ ହେଇଯାଆନ୍ତି, ଆମଙ୍କ ବିରୋଧରେ ଠିଆ ହୁଅନ୍ତି। ତା ପରବର୍ତ୍ତୀ ମୁହୂର୍ତ୍ତରେ ଆମେ ପ୍ରାର୍ଥନାରେ ବଢୁ, ବାକ୍ୟ ଅନୁସାରେ ବଢୁ, ଆତ୍ମିକରେ ବଢୁ। ଆଉ ସେ ଆତ୍ମିକ ବଢିବା ସମୟରେ ଆମଙ୍କର 2 ନମ୍ବର ଶତ୍ରୁ କିଏ ଅଟେ? ଶୈତାନ ଅଟେ। ଶୈତାନ ଆମଙ୍କ ବିରୋଧରେ ଠିଆ ହୁଏ। ତ ଆମେ ପ୍ରାର୍ଥନାରେ ବଢିବା, ଉପବାସ ପ୍ରାର୍ଥନାରେ, ବାକ୍ୟ ଦ୍ୱାରା ପ୍ରଭୁରେ ବଢିବା। ତାପରେ ଆଉ ଗୋଟେ ଶତ୍ରୁ ଆସି ହେଲା ଶୈତାନ। ସେ ଠିଆ ହୁଏ। ତାପରେ ଯେତେବେଳେ ଆମେ ପ୍ରଭୁରେ ଆହୁରି ବଢିବା ଆରମ୍ଭ କରୁ, ଅନେକ ପ୍ରକାର ଅନୁଭବକୁ ନେଇକରି, ଅନେକ ପ୍ରକାର ପରୀକ୍ଷା ମଧ୍ୟ ଦେଇକରି, ଅନେକ ପ୍ରକାର ନିରାଶ ଏବଂ ଆନନ୍ଦ ଅନେକ ବିଷୟକୁ ନେଇକରି ଆମେ ବଢିବା ଆରମ୍ଭ କରୁ। ଆଉ ଗୋଟେ ଶତ୍ରୁ ଅଛି, ଯୋଉଟା କି ଅତି ଭୟାନକ ଶତ୍ରୁ ଅଟେ। ଆଉ ସେଇ ଶତ୍ରୁ ଅନ୍ୟ କେହି ନୁହନ୍ତି, ସେଇ ଶତ୍ରୁ ଆମେ ନିଜେ ଅଟୁ।